ଆସନ୍ତୁ ଆଜି ଆଉ ଏକ ସୁନ୍ଦର କାହାଣୀ ଶୁଣିବା। ଗପଟି ହେଉଛି ପଞ୍ଚପୁତ୍ରର ଜନକ। ଆମ ଭାରତରେ ବହୁ ବର୍ଷ ତଳେ ଜଣେ ରାଜା ରାଜୁତି କରୁଥିଲେ। ତାଙ୍କର 5 ପୁଅ ଥିଲେ। ପୁଅମାନଙ୍କୁ ରାଜା ନିଜ ଜୀବନଠୁ ବଳି ଅଧିକ ଭଲ ପାଉଥିଲେ। ଯେଉଁ ପୁଅ ଯେତେବେଳେ ଯାହା ମାଗୁଥିଲା ରାଜା ତାହା ଆଣି ତାକୁ ଦେଉଥିଲେ। କୌଣସି ପୁଅ ମୁହଁରେ ଦୁଃଖର ଚିହ୍ନ ଦେଖିଲେ ତାଙ୍କ ଦେହରୁ ରକ୍ତ ଶୁଖି ଯାଉଥିଲା। ରାଜାଙ୍କର ଗୋଟିଏ ପୁଅ ମାଙ୍କଡ଼ମାନଙ୍କ ସହିତ ଖେଳିବାକୁ ଭାରି ଭଲ ପାଉଥିଲା। ତେଣୁ ଉଆସରେ ପଞ୍ଝାଏ ମାଙ୍କଡ଼ ପୋଷିବା ପାଇଁ ସେ ବାପାଙ୍କ ପାଖରେ ଅଳି କଲା। ରାଜା ପୁଅର ଅଳି ଭାଙ୍ଗି ପାରିଲେ ନାହିଁ। ସେ ବଣରୁ ପଞ୍ଝାଏ ମାଙ୍କଡ଼ ଧରି ଆଣି ଉଆସରେ ପାଳିଲେ। ରାଜାଙ୍କର ସବା ସାନ ପୁଅଟି ମେଣ୍ଢାମାନଙ୍କୁ ଭାରି ଭଲ ପାଏ। ସେ ବାପାଙ୍କ ପାଖରେ ମେଣ୍ଢା ପାଳିବା ପାଇଁ ଜିଦ୍ କଲା। ସାନ ପୁଅ କଥା ରାଜା ତଳେ ପକାଇ ଦେଇ ପାରିଲେ ନାହିଁ। ମାଙ୍କଡ଼ ସାଙ୍ଗକୁ ଦଳେ ମେଣ୍ଢା ଆସି ମଧ୍ୟ ଉଆସରେ ରହିଲେ। ସେହି ମେଣ୍ଢା ଦଳର ଗୋଟିଏ ମେଣ୍ଢା ଭାରି ଲୋଭୀ ଥିଲା। କିଛି ଖାଇବା ଜିନିଷ ଦେଖିବା ମାତ୍ରେ ତା ପାଟିରୁ ନାଳ ଗଡ଼ି ପଡ଼ୁଥିଲା। ଯେତେ ଯାହା ବାଧା ଥାଉ ପଛେ ସେ କିଛି ମାନୁ ନଥିଲା। ଦିନେ ସେଇ ମେଣ୍ଢାଟି ରାଜାଙ୍କ ରୋଷେଇ ଘର ପାଖରେ ବୁଲୁଥିଲା। କିଛି ସମୟ ପରେ ଦେଖିଲା ରୋଷେଇ ଘରୁ ପୂଜାରୀ କୁଆଡ଼େ ଚାଲିଯାଇଛି। ରୋଷେଇ ଘରେ କେହି ନାହାନ୍ତି। ଏଇ ସୁବିଧାରେ ସେ ରୋଷେଇ ଘରେ ପଶି ଭାତ ତରକାରୀ ମନ ଇଚ୍ଛା ଖାଇଲା। ପୂଜାରୀକୁ ଦୂରରୁ ଆସୁଥିବା ଦେଖିପାରି ସେ ରୋଷେଇ ଘରୁ ପଳାଇବାକୁ ବାହାରିଲା। ମେଣ୍ଢା ରାଜା ଘର ମଣୋହି ଜିନିଷ ଖାଇଥିବା ଦେଖି ପୂଜାରୀର ଭାରି ରାଗ ହେଲା। ସେ ଚୁଲିରୁ ଜଳନ୍ତା କାଠ ଫାଳେ କାଢ଼ି ମେଣ୍ଢା ଉପରକୁ ପକାଇଦେଲା। ମେଣ୍ଢାର ଭାଗ୍ୟ ଭଲ, ଜଳନ୍ତା କାଠ ଫାଳିଆଟା ମେଣ୍ଢା ଦେହରେ ନ ବାଜି ଦୂରକୁ ଛିଟିକି ପଡ଼ିଲା। ଜୀବନ ବିକଳରେ ଦୌଡ଼ି ଦୌଡ଼ି ମେଣ୍ଢା ବାହାରକୁ ପଳାଇଲା। ଗଛ ଡାଳରେ ବସି ବୁଢ଼ା ମାଙ୍କଡ଼ ଏସବୁ ଦୃଶ୍ୟ ଦେଖୁଥିଲା। ମେଣ୍ଢାର ଏଇଭଳି କାମ ଦେଖି ତାର ଭାରି ଭୟ ହେଲା। ସେ ଭାବିଲା, ଯଦି ମେଣ୍ଢା ଦେହରେ ଜଳନ୍ତା ନିଆଁ କାଠ ଫାଳିଆ ବାଜି ନିଆଁ ଲାଗିଯାଇଥାନ୍ତା, ତାହେଲେ ସେ ଉଆସ ସାରା ଦୌଡ଼ିଥାନ୍ତା। ତା ଦେହରୁ ନିଆଁ ଉଠିଯାଇ ଅନ୍ୟଠାରେ ମଧ୍ୟ ନିଆଁ ଲାଗିଯାଇଥାନ୍ତା। ଫଳରେ ମେଣ୍ଢାର ଦୁଷ୍ଟ ବୁଦ୍ଧି ଯୋଗୁଁ ଉଆସର ସବୁ ଲୋକେ ପୋଡ଼ି ହୋଇ ମରିଥାନ୍ତେ। ମନରେ କଥାଟିକୁ ଭଲ ଭାବରେ ଚିନ୍ତା କରି ସେ ଅନ୍ୟ ମାଙ୍କଡ଼ମାନଙ୍କୁ ଡକାଇଲା। ସେମାନଙ୍କୁ କହିଲା, ଦେଖ, ଆଜି ଏଇ ଲୋଭୀ ମେଣ୍ଢା ଯୋଗୁଁ ସମସ୍ତେ ବିପଦରେ ପଡ଼ିଥାନ୍ତେ। ଭାଗ୍ୟ ମେଣ୍ଢା ଛୁଆଟି ବଞ୍ଚିଗଲା। ଏଇଭଳି ବିପଦପୂର୍ଣ୍ଣ ସ୍ଥାନରେ ଆଉ ଆମେ ରହିବା ଉଚିତ ନୁହେଁ। ଚାଲ ଏଥରକ ଆମେ ସମସ୍ତେ ବଣକୁ ପଳାଇବା। ବୁଢ଼ା ମାଙ୍କଡ଼ ସର୍ଦ୍ଦାର କଥା ଆଉ କୌଣସି ମାଙ୍କଡ଼ ଶୁଣିଲେ ନାହିଁ। ସେମାନେ ଭାବିଲେ ରାଜଉଆସରୁ ସେମାନେ ପ୍ରତିଦିନ ସୁଆଦିଆ ଜିନିଷ ଖାଇବାକୁ ପାଉଛନ୍ତି। ବଣରେ ଏଇଭଳି ଖାଦ୍ୟ କେଉଁଠୁ ମିଳିବ? ତେଣୁ ସେମାନେ ବୁଢ଼ା ମାଙ୍କଡ଼ କଥାରେ ଉଆସ ଛାଡ଼ିବାକୁ କେହି ରାଜି ହେଲେ ନାହିଁ। ମନ ଦୁଃଖରେ ବୁଢ଼ା ମାଙ୍କଡ଼ ଏକୁଟିଆ ବଣକୁ ପଳାଇଲା। କିଛି ଦିନ ପରେ ସତକୁ ସତ ବୁଢ଼ା ମାଙ୍କଡ଼ ଯାହା କହିଥିଲା ତାହା ଘଟିଲା। ସେହି ପେଟ କାବୁରା ମେଣ୍ଢାଟି ରୋଷେଇ ଘରେ ପଶି ଖାଉଥିଲା ବେଳେ ଜଳନ୍ତା କାଠ ଫାଳିଆରେ ପୂଜାରୀ ତାକୁ ପିଟିଦେଲା। କାଠ ଫାଳିଆର ନିଆଁରେ ମେଣ୍ଢାର ଲୋମ ସବୁ ଜଳିଗଲା। ଯନ୍ତ୍ରଣାରେ ଛଟପଟ ହୋଇ ସେ ଧାଇଁ ଯାଇ ରାଜାଙ୍କ ଘୋଡ଼ାଶାଳରେ ପଶିଗଲା। ମେଣ୍ଢା ଦେହରେ ଲାଗିଥିବା ନିଆଁ ଛିଟିକି ଘୋଡ଼ାଶାଳରେ ନିଆଁ ଲାଗିଗଲା। ଚାହୁଁ ଚାହୁଁ ଘୋଡ଼ାମାନଙ୍କ ଦେହରେ ମଧ୍ୟ ନିଆଁ ଲାଗିଲା। ସେମାନେ ଛଟପଟ ହୋଇ ଘୋଡ଼ାଶାଳ ଛାଡ଼ି ବାହାରକୁ ଆସି ମାଟିରେ ଗଡ଼ିବାକୁ ଲାଗିଲେ। କିଛି ସମୟ ପରେ ଘୋଡ଼ାମାନଙ୍କ ଦେହରୁ ନିଆଁ ଲିଭିଗଲା ସତ, କିନ୍ତୁ ଠାଏ ଠାଏ ସେମାନଙ୍କ ଦେହରେ ଘା ହୋଇଗଲା। ତା ଆର ଦିନ ରାଜାଙ୍କ ପାଖରେ ଘୋଡ଼ାଶାଳ ପୋଡ଼ି ଯାଇଥିବା ଖବର ପହଞ୍ଚିଲା। ସେ ଘୋଡ଼ାମାନଙ୍କ ଦେହରେ ଘା ହୋଇଯାଇଥିବା ଦେଖି ଭାରି ଦୁଃଖିତ ହେଲେ। ସାଙ୍ଗେ ସାଙ୍ଗେ ରାଜା ଘର ବୈଦକୁ ଡାକ ପକାଇଲେ। ସେ ଘୋଡ଼ାମାନଙ୍କର ଘାକୁ ଭଲ କରି ପରୀକ୍ଷା କରି କହିଲେ, ମହାରାଜ, ମାଙ୍କଡ଼ ଚର୍ବିରେ ମଲମ ତିଆରି କଲେ ସେହି ମଲମରେ ଘୋଡ଼ାଙ୍କ ଘା ଭଲ ହୋଇଯିବ।
ଆପଣଙ୍କ ଉଆସରେ ଥିବା ମାଙ୍କଡ଼ମାନଙ୍କୁ ମାରିବା ପାଇଁ ହୁକୁମ ଦିଅନ୍ତୁ। ମୁଁ ସଙ୍ଗେ ସଙ୍ଗେ ମଲମ ତିଆରି କରିଦେବି। ମାଙ୍କଡ଼ମାନଙ୍କ ଠାରୁ ଘୋଡ଼ା ରାଜାଙ୍କର ବେଶୀ ଦରକାର। ତେଣୁ ସେ ମାଙ୍କଡ଼ମାନଙ୍କୁ ମାରିବା ପାଇଁ ସଙ୍ଗେ ସଙ୍ଗେ ଆଦେଶ ଦେଇଦେଲେ। ମାଙ୍କଡ଼ମାନଙ୍କ ଉପରେ ବିପଦ ଘୋଟି ଆସିଲା। ସର୍ଦ୍ଦାର ବୁଢ଼ା ମାଙ୍କଡ଼ କଥା ନ ମାନି ସେମାନେ ଶେଷରେ ପ୍ରାଣ ହରାଇଲେ। ବଣରେ ଥାଇ ବୁଢ଼ା ମାଙ୍କଡ଼ ନିଜ ସାଙ୍ଗମାନଙ୍କର ମୃତ୍ୟୁ ଖବର ଶୁଣିଲା। ରାଜାଙ୍କ ଉପରେ ତାହାର ଭାରି ରାଗ ହେଲା। ରାଜାଙ୍କୁ ଶାସ୍ତି ଦେଇ ସେ କିପରି ପ୍ରତିଶୋଧ ନେବେ ସେଇ କଥା ମନେ ମନେ ଚିନ୍ତା କଲା। ଥରେ ବଣରେ ବୁଲୁ ବୁଲୁ ବୁଢ଼ା ମାଙ୍କଡ଼କୁ ଭାରି ଶୋଷ ହେଲା। ଅରଣ୍ୟ ମଝିରେ ଗୋଟିଏ ସୁନ୍ଦର ପଦ୍ମ ପୋଖରୀ ଦେଖି ସେଠାକୁ ସେ ପାଣି ପିଇବାକୁ ଗଲା। କିନ୍ତୁ ପୋଖରୀ ଘାଟ ପାଖରେ ପହଞ୍ଚି ସେ ଦେଖିଲା ଯେ ପୋଖରୀ ଭିତରକୁ ଯାଇଥିବା ବହୁ ଜୀବଜନ୍ତୁଙ୍କ ପାଦଚିହ୍ନ ପଡ଼ିଛି, କିନ୍ତୁ ପୋଖରୀରୁ ଫେରିବା ପାଦଚିହ୍ନ କାହାରି ଗୋଟାଏ ହେଲେ ବି ପଡ଼ିନାହିଁ। ଏହା ଦେଖି ବୁଢ଼ା ମାଙ୍କଡ଼ ବୁଝିପାରିଲା ପୋଖରୀ ଭିତରେ ପଶିଲେ ବିପଦ। ତେଣୁ କୂଳରେ ଠିଆ ହୋଇ ସେ ଗୋଟିଏ ପଦ୍ମନାଡ଼ ଛିଡ଼ାଇ ଆଣିଲା। ସେଇ ପଦ୍ମନାଡ଼ ସାହାଯ୍ୟରେ ପୋଖରୀରୁ ପାଣି ଶୋଷି ସେ ପିଇଲା। ସେଇ ପୋଖରୀ କୂଳରେ ଗୋଟିଏ ଝଙ୍କାଳିଆ ବରଗଛ ଥିଲା। ପାଣି ପିଇ ସାରି ବୁଢ଼ା ମାଙ୍କଡ଼ ସେଇ ବରଗଛ ଉପରେ ଯାଇ ବସିଲା। କିଛି ସମୟ ପରେ ପୋଖରୀ ଜଳରୁ ଗୋଟିଏ କୁମ୍ଭୀର ବାହାରିଲା। ମାଙ୍କଡ଼କୁ ଚାହିଁ ସେ କହିଲା, ହେ ମାଙ୍କଡ଼, ତମେ ଭାରି ବୁଦ୍ଧିମାନ। ବୁଦ୍ଧିରେ ତମେ ମୋତେ ଜିଣିଗଲ। ଆଜି ପର୍ଯ୍ୟନ୍ତ ପାଣି ପିଇବାକୁ ଯିଏ ବି ପୋଖରୀକୁ ପଶିଛନ୍ତି ସେମାନେ କେହି ଜୀବନ ନେଇ ଫେରି ନାହାନ୍ତି। ସେ ସମସ୍ତଙ୍କୁ ମୁଁ ମାରି ଖାଇଛି, କିନ୍ତୁ ପଦ୍ମନାଡ଼ ଦ୍ୱାରା ପାଣି ପିଇ ତମେ ମୋତେ ଠକିଦେଲ। ତେଣୁ ମୁଁ ତମ ଉପରେ ଭାରି ଖୁସି ହୋଇ ଏଇ ସୁନାହାରଟି ଦେଉଛି, ତମେ ତାକୁ ଗ୍ରହଣ କର। କୁମ୍ଭୀର କଥା ଶୁଣି ମାଙ୍କଡ଼ ମୁଣ୍ଡରେ ଗୋଟିଏ ବୁଦ୍ଧି ଖେଳିଗଲା। ସେ ହାରଟି ତାଠାରୁ ଆଣି କହିଲା, କୁମ୍ଭୀର ଭାଇ, ତମେ ମୋତେ ଯେଉଁ ହାରଟି ଦେଇଛ ସେ ହାର ବଦଳରେ ମୁଁ ତମକୁ ଭଲ ଆହାର ଯୋଗାଇ ଦେବି। ଏ ଦେଶର ରାଜା ମୋର ଶତ୍ରୁ। ମୁଁ କୌଶଳରେ ସେ ରାଜାଙ୍କର ଲୋକଙ୍କୁ ପୋଖରୀ ଭିତରେ ପୁରାଇ ଦେବି। ତମେ ସେମାନଙ୍କୁ ମାରି ଆନନ୍ଦରେ ଖାଇବ। ମାଙ୍କଡ଼ କଥା ଶୁଣି କୁମ୍ଭୀର ଭାରି ଖୁସି ହେଲା। ସୁନାର ହାରଟି ବେକରେ ପିନ୍ଧି ଆନନ୍ଦରେ କୁଦା ମାରି ମାଙ୍କଡ଼ ଆସି ରାଜସଭାରେ ପହଞ୍ଚିଲା। ବୁଢ଼ା ମାଙ୍କଡ଼ ବେକରେ ଗୋଟିଏ ସୁନାହାର ଦେଖି ରାଜା ପଚାରିଲେ, ତୁ ଏ ସୁନ୍ଦର ହାରଟି କେଉଁଠୁ ପାଇଲୁ? ମାଙ୍କଡ଼ କହିଲା, ମହାରାଜ, ଅରଣ୍ୟ ଭିତରେ ଗୋଟିଏ ସୁନ୍ଦର ପଦ୍ମ ପୋଖରୀ ଅଛି। ସେଇ ପଦ୍ମ ପୋଖରୀ ଭିତରେ ବହୁ ସୁନାହାର ରହିଛି। ଆପଣ ଯଦି ଆପଣଙ୍କ ବଂଶର ସବୁ ଲୋକଙ୍କୁ ନେଇ ସେଠାରେ ଗାଧୋଇ ଆସିବେ, ତାହେଲେ ସେ ସୁନାହାରତକ ଆପଣଙ୍କୁ ମିଳିବ। ମାଙ୍କଡ଼ କଥାକୁ ରାଜା ଅବିଶ୍ୱାସ କଲେ ନାହିଁ। ସୁନାହାର ଲୋଭରେ ନିଜ ବଂଶର ସବୁ ଲୋକଙ୍କୁ ନେଇ ସେ ପଦ୍ମ ପୋଖରୀ କୂଳରେ ପହଞ୍ଚିଲେ। ପୋଖରୀର ନିର୍ମଳ ସ୍ୱଚ୍ଛ ଜଳ ଏସବୁ ଦେଖି ତାଙ୍କର ମନ ଭାରି ଖୁସି ହେଲା। ପରିବାରର ଅନ୍ୟ ଲୋକଙ୍କ ସହିତ ସେ ଗାଧୋଇବା ପାଇଁ ବାହାରିଲେ। ବୁଢ଼ା ମାଙ୍କଡ଼ କହିଲା, ମହାରାଜ, ଆପଣ ଏଠାରେ ଅପେକ୍ଷା କରନ୍ତୁ। ଅନ୍ୟମାନେ ଗାଧୋଇ ସାରିଲେ ଆପଣ ଗାଧୋଇବେ। ମାଙ୍କଡ଼ କଥା ମାନି ରାଜାଙ୍କ 5 ପୁଅ ଓ ସ୍ତ୍ରୀ ପୋଖରୀ ଭିତରକୁ ଗାଧୋଇବାକୁ ଗଲେ। କିନ୍ତୁ ପୋଖରୀ ପାଣିରେ ମୁଣ୍ଡ ବୁଡ଼ାଇ ସେମାନେ ଆଉ କୂଳକୁ ଫେରି ଆସି ପାରିଲେ ନାହିଁ। କୁମ୍ଭୀରମାନେ ସେମାନଙ୍କୁ ଖାଇଦେଲେ। ବହୁ ସମୟ ଧରି ପାଣି ଭିତରୁ ସେମାନେ ନ ଉଠିବାରୁ ରାଜାଙ୍କ ମନରେ ସନ୍ଦେହ ହେଲା। ସେ ମାଙ୍କଡ଼କୁ ପଚାରିଲେ, ଏମାନେ ପାଣି ଭିତରୁ ଉଠୁନାହାନ୍ତି କାହିଁକି? ବୁଢ଼ା ମାଙ୍କଡ଼ ଗଛ ଅଗକୁ ଉଠିଯାଇ ଉତ୍ତର ଦେଲା, ମହାରାଜ, ସେମାନେ ଆଉ କୂଳକୁ ଫେରିବେ ନାହିଁ। କୁମ୍ଭୀର ସେମାନଙ୍କୁ ଖାଇଯାଇଛି। ଆପଣ ମୋ ବଂଶ ମାରି ଯେଉଁ ଅନ୍ୟାୟ କରିଥିଲେ, ଆପଣଙ୍କ ବଂଶର ସମସ୍ତଙ୍କୁ ମାରି ମୁଁ ତା'ର ପ୍ରତିଶୋଧ ନେଇଛି। ନିଜେ ପାଳିଥିବା ଜୀବମାନଙ୍କୁ ନିଜେ ମରାଇଲେ ଏହିପରି ଶାସ୍ତି ଭୋଗ କରିବାକୁ ହୁଏ। ରାଜାଙ୍କୁ ନିଜ କାମର ଉପଯୁକ୍ତ ପ୍ରତିଫଳ ମିଳିଗଲା। ପଞ୍ଚପୁତ୍ରର ଜନକ ରାଜା ସ୍ୱୟଂ କାନ୍ଦି କାନ୍ଦି ଉଆସକୁ ଏକୁଟିଆ ଫେରିଲେ। ଏହି କାହାଣୀରୁ ଆମେ ଶିଖିଲେ ଯେ ପ୍ରକୃତରେ ପଞ୍ଚପୁତ୍ରର ଜନକ ଥିଲେ ରାଜା, କିନ୍ତୁ ତାଙ୍କ ପୁତ୍ରମାନଙ୍କର ଅଭିଳାଷକୁ ପୂରଣ କରିବା ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଥିଲେ, ଶେଷରେ ପାଳିତ ମାଙ୍କଡ଼ମାନଙ୍କୁ ମାରିଥିଲେ, ଜୀବନରୁ ମାରି ଦେଇଥିଲେ, ତାହା ଏକ ପ୍ରକାର ଅପରାଧ। ତେଣୁ ସେହି ଅପରାଧର ଶାସ୍ତି ସେ
ଭୋଗ କରିବାକୁ ପଡ଼ିଲା। ତେଣୁ ଅତ୍ୟଧିକ ଲୋଭ କରିବା ଭୁଲ। ସମସ୍ତଙ୍କର ଇଚ୍ଛାକୁ ପୂରଣ କରିବାକୁ ହେଲେ ଆମକୁ କିଛିଟା ଭୁଲ କରିବାକୁ ପଡ଼ିଥାଏ। ତେଣୁ ଯେଉଁଟା ଆବଶ୍ୟକ ଆମେ ତାହାର ପୂରଣ କରିବା, ଅନାବଶ୍ୟକ ଜିନିଷ ପିଲାମାନଙ୍କର ପୂରଣ କରିବା ସମ୍ଭବ ନୁହେଁ। ତେଣୁ ଏଇଭଳି କିଛିଟା ବୁଝି ବିଚାରି ଯଦି ରାଜା ସବୁ କିଛି କରିଥାନ୍ତେ ତାହେଲେ ହୁଏତ ତାଙ୍କ ବଂଶ ଆଉ ଲୋପ ପାଇଯାଇ ନଥାନ୍ତା। ତେଣୁ କାହାଣୀଟି କିଭଳି ଲାଗିଲା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣେଇଲେ ମୁଁ ଖୁସି ହେବି। ରହିଲି ଆଜି ପାଇଁ, ଧନ୍ୟବାଦ।